ହ୍ୟାଲୋ ଫ୍ରେଣ୍ଡସ୍, ଆଜି ଆପଣମାନେ ଚନ୍ଦ୍ରଗ୍ରହ ଦେଖିବାକୁ ଯାଉଛନ୍ତି ଏକଦମ ଦମଦାର ଏପିସୋଡ। ଯୋଉଟା ତିଆରି କରିଥିଲେ ନୁଡୁଲ୍ସଟାକୁ ଖାଇବା ପାଇଁ ରଶ୍ମି, ସେଇଟାକୁ ନେଇ ଆସିଛନ୍ତି ଜଲିପି ଆଉ ଦେଇ ଦେଇଛନ୍ତି ମଲ୍ଲିକାକୁ ଖାଇବା ପାଇଁ। ତ ମଲ୍ଲିକା ଭୋକ ବିକଳରେ ସେଇ ପାଟି ଯେତେବେଳେ ପୁରେଇ ଦେଇଛନ୍ତି ସେତେବେଳେ ସାଙ୍ଗେ ସାଙ୍ଗେ ଚିତ୍କାର କରିଛନ୍ତି, ଆ ବୋଲି ଚିଲେଇଛନ୍ତି, କହିଛନ୍ତି ଏଇଟା କ'ଣ ଆଣିଛୁ? ନା ଏଟା ନୁଡୁଲ୍ସ। ନା ନୁଡୁଲ୍ସ ଆଣିଛୁ ନା ବିଷ ଆଣିଛୁ? ଏତେ ରାଗ ମୁଁ ଖାଇପାରୁନି। ତ ସେପଟେ ରୋଶନୀ ଆଉ ରିୟା ମଧ୍ୟ ବସିକି ହସୁଛନ୍ତି, କହୁଛନ୍ତି ଯେ ବାଘୁଣୀକି ଲାଗିଛି ବୋଧେ ବଡ଼ ଝଟକା, ସେଥିଲାଗି ସେ ଏବେ ଘର ସାରା ଦୌଡ଼ିବାକୁ ଲାଗିଛି। ତ ଏପଟେ ମଲ୍ଲିକା ବୁଝିପାରୁନାହାନ୍ତି କ'ଣ କରିବେ, ତାକୁ ପାଣି ପାଣି ବୋଲି ଚିଲେଇଛନ୍ତି। ତାପରେ ଜଲେବି ଦୌଡ଼ିକି ଯାଇଛନ୍ତି କିଚେନକୁ ପାଣି ଆଣିବା ପାଇଁ। କିଚେନରେ ପାଣି ନାହିଁ, କି କୋଉ ବୋଟଲରେ ପାଣି ନାହିଁ, କି ଫ୍ରିଜରେ ପାଣି ନାହିଁ, କି ଟ୍ୟାପରେ ମଧ୍ୟ ପାଣି ଆସୁନି, ଯୋଉଟାକି ଦେଖିକି ଜଲେବି ଭାବୁଛନ୍ତି କ'ଣ କରିବି, ଦିଦିକି ଏତେ ଜୋରେ ରାଗ ଲାଗୁଛି, ଏପଟେ ଦେଖିଲା ବେଳକୁ ପାଣି ନାହିଁ, ଦିଦି ଏଇନା କ'ଣ ପିଇବେ? ଏମିତି କହିକି ସେ ପୁରା ଟେନସନ ହେଇଯାଇଛନ୍ତି। ଏପଟେ ମଲ୍ଲିକା ପୁରା ଘର ସାରା ଏପଟ ସେପଟ ଦୌଡ଼ିଲେଣି, କହୁଛନ୍ତି ସେ ରୋଶନୀ କ'ଣ ମୋତେ କରିଦେଇଛି, ଏଥିରେ ରୋଶନୀର ହିଁ ହାତ ଥିବ, କାହିଁକି ନା ଏମିତି ନୁଡୁଲ୍ସ ଆଉ କିଏ ବନେଇବ? ଆଉ ଜଲେବି ତ ଏମିତି ନୁଡୁଲ୍ସ କେବେ ବନେଇବନି, ଏ କଥା କହିଛି। ତାପରେ ଦେଖିଲା ବେଳକୁ ପାଣି ନ ମିଳିବାରୁ ମଲ୍ଲିକାର ମୁଣ୍ଡ ଖରାପ ହେଇଯାଇଛି, ଆଉ ମଲ୍ଲିକା ଏ ଘର ଦ୍ୱାରା ଦୌଡୁଛନ୍ତି। ସେପଟେ ରିୟା ଆଉ ରୋଶନୀ ବସିକି ହସୁଛନ୍ତି, କାହିଁକି ନା ମଲ୍ଲିକାର ଏମିତିଆ କାରବାର ଦେଖିକି ରିୟା ଆଉ ରୋଶନୀ ବହୁତ ଏନ୍ଜୟ କରୁଛନ୍ତି। କ'ଣ କରିବେ ବୁଝିପାରୁନାହାନ୍ତି, ସାଇଲେଣ୍ଟ ହେଇକି ଖାଲି ହସିବାକୁ ଲାଗିଛନ୍ତି। ତା ସହିତ ଆପଣମାନେ ଦେଖିବେ ଅଂଶ ଖୋଲୁଛନ୍ତି ରୋଶନୀ ଆଉ ରାଜବୀରର ଗୁମର, ଯୋଉଟା କି ସେ ତାଙ୍କର ସତ ପଛରେ ପଡି ଯାଇଛନ୍ତି। ଅଂଶ ଯାଇଛନ୍ତି ରାଜବୀରର ଅଫିସକୁ, ଆଉ ତାଙ୍କର ସବୁ ଫାଇଲ ଫାଇଲ ବସିକି ଚେକ୍ କରୁଛନ୍ତି। ସେତେବେଳେ କହୁଛନ୍ତି କିଛି ନା କିଛି ସତ ତ ଏମାନଙ୍କ ଭିତରେ ଅଛି, ଯୋଉଟାକି ଆମେ ଜାଣିନୁ, ଆମକୁ ସେ ଲୁଚଉଛି। ତ ସେ ସତର ସାମ୍ନା କରିବା ଦରକାର, ସତକୁ ପର୍ଦ୍ଦାଫାଶ କରିବା ପାଇଁକି ସେପଟେ ଲାଗି ପଡ଼ିଛନ୍ତି ଅଂଶ। ତ ରାଜବୀର ଯେତେବେଳେ ଯାଉଛନ୍ତି ଅଂଶଙ୍କ ରୁମକୁ, ସେତେବେଳେ ରାଜବୀର କହୁଛନ୍ତି ମୁଁ ନେଇକି ମୋ ଫାଇଲଟା ପଳେଇବି ଅଫିସକୁ। ସେଇ ସମୟରେ ଅଂଶ ତାଙ୍କ ରୁମରେ ଥିବାଟା ସେ ଦେଖିଦେଇଛନ୍ତି। ତ କ'ଣ ଅଛି ସେ ଫାଇଲରେ ସେମାନେ ଜାଣିବା ପାଇଁ ଚାହୁଁଛନ୍ତି। ତ ଦେଖିଛନ୍ତି କି ତାଙ୍କର ଡକ୍ଟରଙ୍କ ରିପୋର୍ଟ ଅଛି, ଯୋଉଦିନ ଆଦ୍ୟା ମରିଥିଲେ ସେଇଦିନ, ଯୋଉଦିନ ତାଙ୍କର ଆକ୍ସିଡେଣ୍ଟ ହେଇଥିଲା, ଛାତରୁ ସେ ପଡ଼ିଯାଇଥିଲେ, ସେଇଦିନର ସେ ଫାଇଲଟା ସେ ପାଇଯାଇଛନ୍ତି। ଆଉ ସେଇଥିରେ ରଶ୍ମିଙ୍କ ନାଁ ଲେଖା ହେଇନି, କେବଳ ଲେଖା ହେଇଛି ପେସେଣ୍ଟ, ଯୋଉଟାକି ଏ ଡାଉଟ୍ କରୁଛନ୍ତି ଯେ କ'ଣ ପାଇଁକି ତା ସେଠି ପେସେଣ୍ଟ ଲେଖା ହେଇଛି, ରଶ୍ମିଙ୍କ ନାଁ ଲେଖା ହେଇନି। ତାମାନେ ସେଇଦିନ ଯୋଉଦିନର ଘଟଣା ଘଟିଥିଲା ଆଦ୍ୟାଙ୍କ ସାଙ୍ଗରେ, ସେଇଦିନ ରୋଶନୀଙ୍କ ସାଙ୍ଗରେ ବି ଏଇ ଘଟଣା ଘଟିଥିଲା, ତାମାନେ ରୋଶନୀ ହଉଛନ୍ତି ଆଦ୍ୟା। ତ ୟାର ପର୍ଦ୍ଦାଫାଶ ମୁଁ ନିଶ୍ଚୟ କରିବି। ତ ସେତିକିବେଳେ ପହଞ୍ଚି ଯାଇଛନ୍ତି ରାଜବୀର। ରାଜବୀର ଆଉ ଅଂଶ ମଧ୍ୟ ସାମ୍ନାସାମ୍ନି ଅଛନ୍ତି। ତ ଫ୍ରେଣ୍ଡସ୍, ଆପଣମାନଙ୍କୁ କ'ଣ ଲାଗୁଛି, ଅଂଶ କ'ଣ ଜାଣିପାରିବେ କି ରୋଶନୀ ହିଁ ଆଦ୍ୟା, ଆଉ ତାଙ୍କର ସେ ଆଦ୍ୟା ମରିନାହାନ୍ତି, ସେ ଏବେ ରୋଶନୀ ହେଇକି ଫେରି ଆସିଛନ୍ତି ତାଙ୍କ ପାଖକୁ? ନା ରାଜବୀର ଆଉ କିଛି କହିକି କଥାକୁ ଲୁଚେଇ ଦେବେ? ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚିତ ଭାବରେ ଅପେକ୍ଷା କରନ୍ତୁ ଫୁଲ୍ ଏପିସୋଡ ଦେଖିବା ପାଇଁ। ଏ ଏପିସୋଡଟା କେମିତି ଲାଗିଲା ନିଶ୍ଚିତ ଭାବରେ କମେଣ୍ଟ କରିବେ। ତା ସହିତ ଯୋଉମାନେ ବର୍ତ୍ତମାନ ପର୍ଯ୍ୟନ୍ତ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିନାହାନ୍ତି, ଜଲ୍ଦି ଜଲ୍ଦି ସବସ୍କ୍ରାଇବ କରିଦିଅନ୍ତୁ, ଯାହାଦ୍ୱାରା କି ମୁଁ ଯେତେବେଳେ ଭିଡ଼ିଓ ଅପଲୋଡ କରିବ ତା ନୋଟିଫିକେସନ ଆପଣମାନଙ୍କ ପାଖରେ ପହଞ୍ଚିଯିବ। ରହିଲି, ବାଏ ବାଏ।